ସବୁଠୁ ଭୂତ ପାଇଁ ଏକାଠି ହେଲେ ବର୍ଷା ଓ ଅନୁଭବ। ମାରିନି ତାକୁ ଗୋଟା ଉଭୟ ଏକାଠି ଅଭିନୟ କରିବେ ଆଗାମୀ ଓଡ଼ିଆ ଚଳଚ୍ଚିତ୍ରରେ। ବର୍ଷା ଅନୁଭବଙ୍କ ସମ୍ପର୍କରେ ପରିବର୍ତ୍ତନ ପାଇଁ ମଧ୍ୟସ୍ଥି କଲେ ଜାଗୃତି। मैंने नहीं मारा उसको। ମାରିନି ତାକୁ ଗୋଟା ସତରେ ସମୟ ବହୁତ ବଳବାନ। ସମୟ ଆଗରେ ସମସ୍ତେ ହାର ମାନିଥାନ୍ତି। ଦିନ ଥିଲା ଅନୁଭବ ବର୍ଷାଙ୍କ ଭିତରେ ନିବିଡ଼ ଭଲ ପାଇବା ଓ ପ୍ରେମ ସମ୍ପର୍କ ଥିଲା। ସମୟ ପୁଣି ଏମିତି ହେଲା ଯେ ଦୁହେଁ ଦୁହିଁଙ୍କ ମୁହଁ ଚାହିଁଲେ ନାହିଁ। ସମ୍ପର୍କରେ ତିକ୍ତତା ଆସିଲା। ପରେ କୋର୍ଟରେ ଛାଡ଼ପତ୍ର ପର୍ଯ୍ୟନ୍ତ କଥା କଲା ଓ ଛାଡ଼ପତ୍ର ବି ହୋଇଗଲା। ଅନୁଭବ ପୁଣି ଦ୍ୱିତୀୟ ବିବାହ କରି ନୂଆ ସଂସାର ଆରମ୍ଭ କଲେ। ଦୀର୍ଘ ଦିନ ଧରି ଅନୁଭବଙ୍କ ଠାରୁ ଦୂରେଇ ରହିଥିଲେ ମଧ୍ୟ ହୃଦୟରେ କେବଳ ଅନୁଭବ। ବର୍ଷା ଜଣେ ଭଲ ମଣିଷ। ଯେତେ ଦୁଃଖ ଆସିଲେ ପଥର ଭଳି ସବୁ ସହିଯାଆନ୍ତି। ଜାଗୃତିଙ୍କ ପ୍ରଯୋଜନାରେ ନୂଆ ଚଳଚ୍ଚିତ୍ର ପାଇଁ ଏକାଠି ଅଭିନୟ କରିବେ ବର୍ଷା ଅନୁଭବ। ଏବେ ଅଲିଉଡ ଜଗତର ରାଣୀ କୁହାଯାଉଥିବା ବର୍ଷା ପ୍ରିୟଦର୍ଶିନୀଙ୍କ ମୁହଁରେ ହସ ଫୁଟୁଛି। ଦୀର୍ଘ ଦିନର ତପସ୍ୟା ଯେମିତି ଫଳପ୍ରଦ ହୋଇଛି। ଅନ୍ୟପକ୍ଷରେ କହିବାକୁ ଗଲେ ଜାଗୃତି ବି ନିଜ ଭୁଲ ବୁଝିପାରିଛନ୍ତି। ବର୍ଷା ଅନୁଭବକୁ ଏକାଠି କରିବା ପଛରେ ଜାଗୃତି ମଧ୍ୟ ବହୁତ ଚେଷ୍ଟା କରିଛନ୍ତି। ତାଙ୍କ ଚେଷ୍ଟା ବି ଫଳପ୍ରଦ ହୋଇଥିବା ପ୍ରମାଣିତ ହୋଇଛି। ଆଗକୁ ବର୍ଷା ଅନୁଭବଙ୍କ ପ୍ରଶଂସକ ପାଇଁ ଆସିଛି ଖୁସି ଖବର। କିନ୍ତୁ ସବୁଠୁ ସସ୍ପେନ୍ସର କଥା ହେଉଛି ବର୍ଷା ଅନୁଭବ କେବଳ ରିଏଲ ଦୁନିଆରେ ଏକାଠି ହେବେ ନା ରିଏଲ ଦୁନିଆରେ ବି ସ୍ୱାମୀ ସ୍ତ୍ରୀ ହୋଇ ରହିବେ। ଏବେ ବି ଏହା ସନ୍ଦେହ ଘେରରେ ବୋଲି ଚର୍ଚ୍ଚା ଜୋର ଧରିଛି। ବର୍ଷା ବିନା ଅନୁଭବ ଓ ଅନୁଭବଙ୍କ ବିନା ବର୍ଷା ବି ଅଧୁରା। ତାଙ୍କର ପ୍ରେମ କାହାଣୀ ସବୁଦିନ ପାଇଁ ଅଲିଉଡ ଜଗତ ପାଇଁ ଏକ ଅବିସ୍ମରଣୀୟ କାହାଣୀ ହୋଇ ରହିଯିବ। ଆପଣମାନେ ଜାଣିଛନ୍ତି ଅନୁଭବଙ୍କ ପାଇଁ ଏକ ଚଳଚ୍ଚିତ୍ର ନିଜେ ବର୍ଷା ପ୍ରସ୍ତୁତ କରିଥିଲେ। ସେ ସ୍ତ୍ରୀ ଚଳଚ୍ଚିତ୍ରରେ ନିଜ ଜୀବନରେ ଘଟି ଯାଇଥିବା ପ୍ରତ୍ୟେକଟି ଘଟଣାକୁ ସ୍ଥାନ ଦେଇଥିଲେ। ହିନ୍ଦୁ ସଂସ୍କୃତିରେ ସ୍ୱାମୀ ସ୍ତ୍ରୀର ସମ୍ପର୍କ କେମିତି ରହିବା ଆବଶ୍ୟକ ତାର ନିଛୁକ ପ୍ରତିଛବିକୁ ଦର୍ଶକମାନେ ଏ ଫିଲ୍ମରେ ଦେଖିବାକୁ ପାଇଥିଲେ। ଅନୁଭବଙ୍କ ଉପରେ ଏହାର ପ୍ରଭାବ ପଡ଼ିନଥିଲେ ମଧ୍ୟ ଜାଗୃତିଙ୍କୁ ବେଶ ପ୍ରଭାବିତ କରିଥିଲା। ଯାହା ଫଳରେ ଜାଗୃତି ବର୍ଷାଙ୍କୁ ବହୁତ ଥର ବୁଝାଇବା ପରେ ଏବେ ସଫଳ ହୋଇଛନ୍ତି। ଆଗାମୀ ଚଳଚ୍ଚିତ୍ର ପାଇଁ ମଧ୍ୟ ଅନୁଭବ ଏବଂ ବର୍ଷାକୁ ଚୁକ୍ତିବଦ୍ଧ କରାଇଛନ୍ତି। ତେବେ ଚଳଚ୍ଚିତ୍ରଟି କେବେ ମୁକ୍ତିଲାଭ କରିବ ଓ ତାର ନାଁ କଣ ରହିବ ତାହା ସସ୍ପେନ୍ସ ରହିଛି। ତେବେ ଏହା ଅଲିଉଡ ପ୍ରେମୀ ଓ ବର୍ଷା ଅନୁଭବଙ୍କ ପ୍ରଶଂସକ ମନରେ ଖୁସି ଆଣିଦେଇଛି। ଖୁବ୍ ଶୀଘ୍ର ଜାଗୃତି ଶୁକ୍ଲାଙ୍କ ପ୍ରଡକ୍ସନରେ ଆସିବାକୁ ଯାଉଛି ନୂଆ ଚଳଚ୍ଚିତ୍ର, ଯାହା ଓଡ଼ିଆ ଚଳଚ୍ଚିତ୍ର ଦୁନିଆରେ ଇତିହାସ ରଚିବ। ଏହା ବିଗ ବଜେଟର ଚଳଚ୍ଚିତ୍ର। ଏଥିରେ ଫୁଲ ଆକ୍ସନ ସହିତ ଓଡ଼ିଶା ମାଟିର ବାସ୍ନା ହିଁ ରହିବ, ଯାହା ପ୍ରତିଟି ଓଡ଼ିଆଙ୍କ ହୃଦୟକୁ ଛୁଇଁ ପାରିବ। ସତରେ ଏହା ସତ୍ୟ ନା ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଏକ ମିଥ୍ୟା ପ୍ରବଚକ ତାହା ସମୟ କହିବ। ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆମର ଏହି ଭିଡିଓରେ ସ୍ଥାନ ଦେଇଛୁ। ଏହାର ସତ୍ୟତା ଉପରେ ଆମେ ସ୍ପଷ୍ଟତା ରଖୁନାହୁଁ। ବ୍ୟୁରୋ ରିପୋର୍ଟ, ବିଏନ୍ଏସ୍ ଲାଇଭ।